ବିଶ୍ୱରଞ୍ଜନ ପଟ୍ଟନାୟକ ଅନୁଗୁଳ। ଦେଖନ୍ତୁ ଗଣମାଧ୍ୟମରୁ ତ ଆମେ ଏସବୁ କଥା ଆଜି ଜାଣିବାକୁ ପାଇଲୁ ଯେ ଯଦି ଏହା ସତ୍ୟ ଏବଂ ଏହା ଅତି ସାଂଘାତିକ କଥା, କାରଣ ଅନୁଗୁଳର ଯେଉଁ ଜିଲ୍ଲା କାର୍ଯ୍ୟାଳୟ ରହିଛି ଏହା ଦିନ ରାତି ସବୁବେଳେ ମେଲା ରହିଛି, କୌଣସି ନିରାପତ୍ତା ରଖି ନାହାନ୍ତି। କାର୍ଯ୍ୟାଳୟ ଭିତରେ ଥିବା ସୋଲାର ଲାଇଟ୍ ଗୁଡ଼ିକ ମଧ୍ୟ ଜଳୁନାହିଁ, ସବୁବେଳେ ଅନ୍ଧାରିଆ ପରିବେଶ ରହିଛି। ଏହା ପୂର୍ବରୁ ବହୁତ ସମୟରେ ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ହେଇଛି ଯେ ତା ଭିତରେ ମଦୁଆମାନେ ମଦ ପିଉଛନ୍ତି ଏବଂ ଗଞ୍ଜୋଡ଼ ମାନେ ଗଞ୍ଜେଇ ଟାଣୁଛନ୍ତି। ଦ୍ୱିତୀୟ କଥା ହେଲା ପୁରୁଣା ଭେହିକିଲ୍ ସବୁ ପଡ଼ି ରହିଛି ତା ଭିତରେ, ଏହାଦ୍ୱାରା ମଶା ଡାଁସଙ୍କର ତା ଭିତରେ ବଂଶ ବୃଦ୍ଧି ହେଉଛି ଏବଂ ଯେଉଁମାନେ ଦିନ ସମୟରେ ବରଗଛ ମୂଳକୁ ଆସୁଛନ୍ତି ସେମାନେ ମଧ୍ୟ ବହୁତ ହଇରାଣ ହନ୍ତସନ୍ତ ହେଉଛନ୍ତି। ଏବେ ଶେଷକୁ ଦେଖାଗଲା ଯେ ପ୍ରେମୀ ଯୁଗଳ ସେଠି ଅସନ୍ତୁଷ୍ଟ ଅବସ୍ଥାରେ ବସୁଛନ୍ତି। ଏହା ଅତି ସାଂଘାତିକ କଥା ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଏହାର କଡ଼ାକଡ଼ି ତଦନ୍ତ ହେବା ଦରକାର ଏବଂ 24 ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା କିଭଳି ରହିବ ତାର ମଧ୍ୟ ବ୍ୟବସ୍ଥା ହେବା ଦରକାର। ଠିକ୍ ଅଛି, 5:30ଟା ଅଫିସ୍ ପରେ ଘଣ୍ଟେ 2 ଘଣ୍ଟା ମଧ୍ୟ ଅଧିକ କାମ ହେଇଥାଏ ଅଫିସ୍ ମାନଙ୍କରେ, ତେଣୁ କିଛି ନହେଲେ ରାତି 9ଟା ପରେ ଗେଟ୍ରେ ଚାବି ପକାଇ ଦିଆଯାଉ, ଯାହାଫଳରେ କି ସେଠି କୌଣସି ପ୍ରକାର ଅସାମାଜିକ କାର୍ଯ୍ୟକ୍ରମ ଆଉ ଯେମିତି ନ ହେଇପାରିବ। ପ୍ରତାପ କୁମାର ମହାପାତ୍ର। ଦେଖନ୍ତୁ, ଆଜି ଦୈନିକ ଓଡ଼ିଆ ଖବରକାଗଜରେ ମୁଁ ସେ ବାବଦରେ ଖବରଟି ଦେଖିଥିଲି। ନିଶ୍ଚିତ ଗୋଟେ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଏବଂ ଜିଲ୍ଲା ସଦର ମହକୁମାରେ ହେଡକ୍ୱାର୍ଟରରେ ଏଠି ବହୁତ ଲୋକ ତାଙ୍କର ଅଭିଯୋଗ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଆସନ୍ତି। ଯଦି ସେଭଳି ଅଫିସ ଭିତରେ, ଅଫିସ ବାଉଣ୍ଡ୍ରି ୱାଲ୍ ଭିତରେ ଏଭଳି କାର୍ଯ୍ୟକଳାପ ହବ, ନିହାତି ଗୋଟେ ସାଧାରଣ ଲୋକଙ୍କ ମନରେ ଗୋଟେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିବ। ଦୁଇଟି କଥା ହଉଛି, ପ୍ରଥମ କଥା ହଉଛି ତାକୁ ଗୋଟେ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଯେହେତୁ ତାକୁ ସୁଚାରୁ ରୂପରେ ଗୋଟେ ସୁରକ୍ଷା ଦେବାର ଆବଶ୍ୟକତା ରହିଛି ଏବଂ ବହୁତ ଜାଗାରେ ଖାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଇ ତ ଗୋଟିଏ କଥା, ଏବଂ ବହୁତ ଜାଗାରେ ପୁରୁଣା ଗାଡ଼ି ଏବଂ ବହୁତ ଅଳିଆ ଅପରିଷ୍କାର ମଧ୍ୟ ପଡ଼ି ରହିଛି। ତାକୁ ଗୋଟେ କ୍ଲିନନେସ୍ ରଖିବା ଏବଂ ଯେତେ ପୁରୁଣା ଗାଡ଼ି ଅଛି ତାକୁ ବି ହଟେଇବାର ଆବଶ୍ୟକତା ଅଛି, କାରଣ ବହୁତ ବେଳେ ଆମେ ଦେଖିଛୁ ମଦ୍ୟପଙ୍କର ଆଡ଼ା ସେ ପୁରୁଣା ଗାଡ଼ି ଭିତରେ ମଦ ବୋତଲ ଏବଂ ବିଭିନ୍ନ ପ୍ରକାର ଜିନିଷ ସେ ପୁରୁଣା ଗାଡ଼ି ଭିତରୁ ବାହାରିବାରେ ମଧ୍ୟ ଦେଖିଛୁ। ତ ତାକୁ ନେଇକିନି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ତାକୁ ଗୋଟେ ଟୋଟାଲ ଠିକ ସେ କେମିତି ରହିବ ତା ଉପରେ ଗୋଟେ ନଜର ଦେବାର ଆବଶ୍ୟକତା ରହିଛି। ନାଇଁ, ୟାକୁ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟକୁ ସ୍ୱତନ୍ତ୍ର ଗୋଟେ ସୁରକ୍ଷା ଦେବାର ଆବଶ୍ୟକତା ରହିଛି। ନାଇଟ୍ ୱାଚର ରହିବା ଦରକାର ଏବଂ ଦିନରେ ବି ମଧ୍ୟ କିଛି ସିକ୍ୟୁରିଟି ବ୍ୟବସ୍ଥା କରାଯାଉ, ଯାହାଫଳରେ କି କ'ଣ ହବ ନା ଅନେକ ଜାଗାରେ ଯେଉଁ ମଦ୍ୟପ ମାନଙ୍କର ସେଠି ମଦ ଫଦ ପିଇବାର ଯେଉଁ ଆଶାରା ରହୁଛି ସିଏ ବି ବନ୍ଦ ହବ। ଏବଂ ଆଉ ଗୋଟିଏ କଥା ହଉଛି, ବିଭିନ୍ନ ଜାଗାରେ ପୁରୁଣା ଗାଡ଼ି ପଡ଼ି ରହିଛି, ତ ସେ ଗାଡ଼ିକି ସେ ଜାଗାରୁ ଅକ୍ସନ କରି ସେ ଜାଗାକୁ ପରିଷ୍କାର ପରିଚ୍ଛନ୍ନତା, ଗୋଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଟା ଯୋଉଠି ନିଜେ ଗୋଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଟା ସଫାସୁତୁରା ନାହିଁ, ଆମେ ଆଉ ଜିଲ୍ଲାର ସଫାସୁତୁରା କଥା ଏଇଠୁ କ'ଣ ଆଶା ରଖିବୁ? ମୋ ନାଁ ସ୍ୱରୂପ କୁମାର ପାଢ଼ୀ। ଏ ଘଟଣା ତ ବହୁତ ନିନ୍ଦନୀୟ ଘଟଣା। ହଁ, ମୁଁ ଖବରକାଗଜ ପଢ଼ିଲି। ନିନ୍ଦନୀୟ ଘଟଣା। ଇଏ ହେଉଛି ଜିଲ୍ଲାପାଳଙ୍କ ଅଫିସ୍। ଆଉ ଏଠି ସବୁଆଡ଼ୁ ଟୋଟାଲ ସବ୍ ଡିଭିଜନ୍ ସବୁଆଡ଼ୁ ସବୁ ଅଭିଯୋଗ ନେଇ ଆସନ୍ତି। ଆଉ ସେଇଦିନ ଅଫିସ୍ ବନ୍ଦ ଥିଲା, ଛୁଟି ଥିଲା, ସେଟାର ସୁଯୋଗ ନେଇ ଅନୈତିକ କାର୍ଯ୍ୟକଳାପ ହେଇଥିଲା। ସେଥିପ୍ରତି ଟିକେ ଦୃଷ୍ଟି ଦେବା ଦରକାର ଜିଲ୍ଲା ପ୍ରଶାସନ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଦରକାର। ଦିନରେ ଏପରି ହେଉଛି, ରାତିରେ ବି ବହୁତ କିଛି ହେଉଥିବ, ତେଣୁ ସେଥିପ୍ରତି ଟିକେ ଦୃଷ୍ଟି ଦେବା ଦରକାର। ସେଠି ସିକ୍ୟୁରିଟି ବ୍ୟବସ୍ଥା କଡ଼ାକଡ଼ି କରିବା ଦରକାର ଜିଲ୍ଲାପାଳ ଅଫିସ୍ ସେଠି।